नमस्कार कलिंग ओडिशा न्यूज को स्वागत। भुवनेश्वर बुध मंदिर ठारे सुधन्या प्रकाशन एवं नीलशैल उभय अनुष्ठान पक्षर मिलित आनुकूल्य रे 4टी पुस्तक लोकार्पण उत्सव आयोजित हो जाइछि। चित्तरंजन पट्टनायक रचित एवं श्रीमती बीणापाणी पट्टनायक रचित ଏହି ପୁସ୍ତକ ଗୁଡ଼ିକର ଲୋକାର୍ପଣ କରାଯାଇଛି। ଭୁବନେଶ୍ୱରରୁ ଆମ ପ୍ରତିନିଧି ପୁଷ୍ପଲତାଙ୍କ ରିପୋର୍ଟ। ଚିତ୍ତରଞ୍ଜନ ପଟ୍ଟନାୟକ ଷ୍ଟେଟ୍ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ। ଆଜି ମୋର 3ଟି ବହି ଉନ୍ମୋଚନ ହେଉଛି। ମୋ ସ୍ତ୍ରୀର ଗୋଟେ ବହି ଉନ୍ମୋଚନ ହେଉଛି। ମୋର ହେଉଛି ଶୈତାନ ତ୍ରିଭୁଜ, ଯେଉଁଟାକି ବର୍ମୁଡା ଟ୍ରାଙ୍ଗେଲ୍ ଉପରେ ପର୍ଯ୍ୟବେସିତ। ବର୍ମୁଡା ଟ୍ରାଙ୍ଗେଲ୍ ହେଉଛି ଗୋଟେ ଏରିଆ ଯେଉଁଟାକି ଆମେରିକାର ମିଆମି, ବର୍ମୁଡା ଆଇଲ୍ୟାଣ୍ଡ ଆଣ୍ଡ ପୁଏର୍ଟୋ ଆଇଲ୍ୟାଣ୍ଡ ତିନିଟା ଯେଉଁ ମିଶାଇଲେ ଗୋଟେ ହେଲା ତ୍ରିଭୁଜ। 10 ଲକ୍ଷ 12 ଲକ୍ଷ ସ୍କୋୟାର କିଲୋମିଟର। ଏଠିକି ଶହ ଶହ ବର୍ଷରେ ଏଠୁ ଜାହାଜ ଉଡ଼ାଜାହାଜ ସବୁ ଅଦୃଶ୍ୟ ହେଇଯାଉଛି, ଅନ୍ତର୍ଦ୍ଧାନ ହେଇଯାଉଛି ନା ଯାତ୍ରୀମାନଙ୍କ ସହ ତାର କୌଣସି ପତ୍ତା ମିଳୁନି। ଏପର୍ଯ୍ୟନ୍ତ ବୈଜ୍ଞାନିକ ଜାଣିପାରନ୍ତି କାହିଁକି ଏଗୁଡ଼ା ଘଟୁଛି। ସେଇ ଅନୁସାରେ ଲେଖା ହେଇଛି ଏବଂ ତାର ସମ୍ଭାବିତ କାରଣ ସବୁ ଲେଖା ହେଇଛି। ଆଉ ଦୁଇଟା ହେଉଛି ଚପଳ ଚଣ୍ଟୁ ତ ଆମେଜିଂ ଚଣ୍ଟୁ। ମୋର ନାତିର ନାଁ ଚଣ୍ଟୁ, ତେଣୁ ତାରି ମୁଁ ଷ୍ଟୋରିଗୁଡ଼ା ପିଲାଙ୍କ ଶିଶୁ ସାଥୀ ଲେଖିଛି। ନିଶ୍ଚୟ ପାଇପାରିବେ, ନିଶ୍ଚୟ ପାଇପାରିବେ। ମୁଁ ଯାହା ଉପରେ ଷ୍ଟ୍ରେସ୍ ଦେଇଛି ସେମାନେ ନିଶ୍ଚୟ ପାଇପାରିବେ ଯେ ଏଇଟା କାହିଁକି ହେଉଛି। କାହିଁକିନା ମୁଁ ଲେଖିଛି ଏଥିରେ ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଆମେ ଏକା ନୁହଁ, ଖାଲି ପୃଥିବୀର ସଭ୍ୟତା ନାହିଁ, ଆମଠୁ ଆହୁରି ଉତ୍ତମ ସଭ୍ୟ ଲୋକମାନେ ଅନ୍ୟ ପ୍ଲାନେଟ୍ ମଧ୍ୟ ଅଛନ୍ତି। କାହିଁକି ପୃଥିବୀ ପରି 30 କୋଟି ଗ୍ରହ ଆମର କେବଳ ଏଇ ଛାୟାପଥରେ ହିଁ ଅଛନ୍ତି। ବାହାର ତ ଛାଡ଼ନ୍ତୁ ଅନ୍ୟ ଗାଲାକ୍ସିରେ, ଆମରି ଗାଲାକ୍ସିରେ ଖାଲି 30,000 କ୍ରୋର୍ସ ଅଛନ୍ତି, ନିଶ୍ଚୟ ଥିବେ। ମୁଁ ଭାବୁଛି, କିନ୍ତୁ ମୁଁ ତ ବହୁତ ରିଜିନ୍ ଲେଖିଛି ସେ ଭିତରେ। ମୁଁ ଭାବୁଛି କାହିଁକିନା ଆମର ତ ଆଗରୁ ଗ୍ରହର ଲୋକମାନେ ଆସିବାର ପ୍ରମାଣ ଅଛି। ଆମେ ଯେଉଁ ଆମର କହୁଥିଲେ ଇନ୍ଦ୍ର ଆସିଲେ, କୁବେର ଆସିଲେ, ଅନ୍ୟ ଯେଉଁ ଭଗବାନ ଆସିଲେ କହିଲେ ଭଗବାନ ଅନ୍ୟ ଗ୍ରହର ଲୋକ, ବିକଜ ସେମାନଙ୍କୁ ହଜାର ଗୁଣ ଅଧିକା ଚାଲାକ ଚତୁର ଏବଂ ଡେଭଲପଡ୍ ବୋଲି ଆମେ ତାକୁ ଦେବତା ବୋଲି ମାନୁଥିଲେ ସେମାନେ। ତେଣୁ ଆଗରୁ ଥିଲା, ଏବେ ବି ଆସୁଛନ୍ତି, ଏବେ ବି ଆସୁଛନ୍ତି। ବୈଜ୍ଞାନିକ କହୁଛନ୍ତି ଏବେ ବି ଆସୁଛନ୍ତି, ସେମାନେ ଆମର ଭିତରେ ବି ଅଛନ୍ତି। ଜଣେ ତ କହିଥିଲେ ବ୍ରିନାସ୍ ବୋଲି ଜଣେ କହିଥିଲେ ସାଇଣ୍ଟିଷ୍ଟ ଆମେରିକାର, ଆମେରିକାନ୍ ମାନଙ୍କ ଭିତରେ ଆଲିଏନ୍ ମାନଙ୍କ ଦ୍ୱାରା ସନ୍ତାନ ସନ୍ତତି ବହୁତ ଅଧିକା ହେଲେଣି ଏବେ। ସୋ ମୋ ନାଁ ହେଲା ଶ୍ରୀମତୀ बीणा पट्टनायक। मो सुधन्यार संपादिका। मोर सुधन्या संपादना करिवार 40 वर्ष टपिगला, किंतु मु निरविच्छिन्न भाव निजे सबुठी को जाई सबु जिनसर तदारख करुली। लेखा एडिटिंग ठू आरंभ करी पेपर किणवा ठू प्रेस को जाई निजे सब करि पारुथली। टिके मोर प्रॉब्लम आसिला, टिके गोड़ ये माने प्रॉब्लम आसिला, तेणु मु बेसी जाई पारुनी। मोर स्वामी ललित पट्टनायक तापरे से सब संभाळिबा को बाध्य हेले, मु जाई पारली। तापरे मझिरे मु टिके मोर असुविधा हला, मु कलिकता पळेइथिली। तेणु 3-4 वर्ष कलिकता रहिला परे पुणी 3 वर्ष हला फेरीची। सेतळको हुए तो मोर माने गोड़र अवस्था बहुत खराब, मु बेसी जाई पारुनी, खूब कम जगह को जाऊँगी। किंतु मेन सबु जिनसर बुझाबुझी मु मोर करुथाए। आउ ललित बाबू अछंती तो से सब जिनस करूछंती, स्वामी अछंती से। तेणु वर्षर साधना आज्ञा विश्रांत भाव में आपने कौन प्रतिक्रिया रखा आगामी युवपीढ़ी बहिर आम मोर यहाँ प्रकृत में महिला पत्रिका। तेणु मु सबु प्रकार महिला मानक जो मैंने लिखि पारु नथिले, जो मैंने आसी पारु नथिले लोकलोचन को, से माने चाहिकी भी तांको लेखाटे प्रकाशित हो पारु नथिला, मो सेमान को आगे स्थान देइछि। सेमान को मोर पत्रिका रे स्थान देइकरी लोकलोचन को आनिछि। सेमान को मध्य सम्मानित करा जाइछि बहुत लोकन को। से माने तापरे अनेक आसीचंती जे जो माने कि आमे माने प्रतिष्ठित भाव में रही। जमीती देवप्रसाद सार कहले जे सुधन्या जदि न था आमको हूँ तो प्रकृत में से सांगे मु मूलरू बहुत माने मिसी जाइछि, तांको सांगे मिसिछि। तांको लेखा मुझे सांगे मिसिछि बोलिकी से अधिकार रे कहे नाई सार आपन लेखा नदेले हेनी, माने तांको टिके जोर करी कहिछि। आउ पूजा संख्या पाई बाध्य करे से निश्चित मते पूजा संख्या रे देबे। एवं लेखक संख्या मोर गोटे स्पेशल बाहर
ବର୍ଷକୁ ଥରେ ତେଣୁ ସେମାନଙ୍କୁ ସେ ତାଙ୍କ ଲେଖା ମଧ୍ୟ ସେଥିରେ ନିଶ୍ଚିତ ସ୍ଥାନିତ ହେଇଛି। ଏସବୁ ନେଇକରି ମୁଁ ଟିକେ ସବୁଥିରେ ସବୁଆଡ଼କୁ ଦୃଷ୍ଟି ନେଇ ନାରୀମାନଙ୍କର ଉନ୍ନତି, ନାରୀମାନେ କେମିତି ଆସିବେ, ଲେଖିବେ, ସେମାନେ କେମିତି ମାନେ ସମାଜକୁ ଅଧିକ ସମୃଦ୍ଧ କରିପାରିବେ, ଓଡ଼ିଆ ସାହିତ୍ୟକୁ ବି ସମୃଦ୍ଧ କରିବେ, ସେଥିପାଇଁକା ମୋର ପ୍ରଥମ ଚେଷ୍ଟା କରିଥିଲି ଏବଂ ସେଥିରେ ମୁଁ ଭାବୁଛି ମୁଁ ସଫଳ ହୋଇପାରିଛି ବୋଲିକିରି। ମୁଁ ତ ଲେଖାଲେଖି କିଛି କରେ, ମୋର ପତ୍ରପତ୍ରିକା ସବୁ ବାହାରେ ଆଉ ସେଥିପାଇଁ କିଛି ପୁରସ୍କାର ବି ପାଇଛି। ଏବେ ତା'ର ଗୋଟେ ଉପନ୍ୟାସର ଗୋଟେ ବହି ରୂପ ବାହାରିଲା, ସେ ଯେଉଁ ଅଲରା ସେଟା ରାୟଗଡ଼ାରେ ଥିଲାବେଳେ ସେଇଟା ହେଉଛି ମାନେ ଆଦିବାସୀ ଝିଅଟେ, ସେ ଗୋଟେ ଚେଷ୍ଟା କରିଛି କେମିତି ଡାକ୍ତର ହେବ ବୋଲି ତା'ର ଯେଉଁ ମନରେ ଅଛି, ସେଇଟାକୁ ସିଏ ବହୁତ କଷ୍ଟ ଅବଶ୍ୟ ଆସିଛି, ଝଡ଼ଝଞ୍ଝା ସବୁକୁ ଅତିକ୍ରମ କରିକିରି, ଯେହେତୁ ତା'ର ପ୍ରଚଣ୍ଡ ଆତ୍ମବିଶ୍ୱାସ ଅଛି, ସେ ଚେଷ୍ଟା କରିକିରି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛି ଆଉ ଶେଷରେ ଡାକ୍ତରଟି ହେଇପାରିଛି। ଆଉ ତା ଅଞ୍ଚଳକୁ ବି କୁସଂସ୍କାର ମୁକ୍ତ କରିବାକୁ ବହୁତ ଚେଷ୍ଟା କରିଛି। ଏମିତି ଆଉ ଶେଷରେ କ'ଣ ଶିଖିବାକୁ ମିଳିଛି? ଶିକ୍ଷା କ'ଣ, ଚେଷ୍ଟା ଓ ନିଷ୍ଠା ଦ୍ୱାରା ନିହାତି ଭାବେ ଜଣେ ସଫଳତା ହାସଲ କରିପାରିବ, ଯାହା ଅଲରା କରିପାରିଛି। ହଁ, ନିଶ୍ଚିନ୍ତ ଭାବରେ। ଯେଉଁ ମୁଁ ବି ଯେତେବେଳେ ପତ୍ରିକାରେ ପ୍ରକାଶ ପାଇଥିଲା ବହୁତ ଫୋନ୍ କଲ୍ ପାଇଥିଲି, ସେତେବେଳେ ସେମାନେ ବହୁତ ଭଲ ବୋଲି କହିଥିଲେ। ଠିକ୍ ଅଛି।